ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଧ ଖ୍ରୀଷ୍ଟଙ୍କୁ କରରେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ ବିବେଚ। প্রিয় শ্রোতা বন্ধু, প্রভু শ্রীখ্ରୀଷ୍ଟଙ୍କ ମହୋନ୍ନତ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥିଉ ଲିଖିତ ସୁସମାଚାର 3 ଅଧ୍ୟାୟର 15 ପଦରେ ଆମମାନେ ଏହିପରି ପାଠ କରୁ, ମାତ୍ର ଯୀଶୁ ତାଙ୍କୁ ଉତ୍ତର ଦେଲେ, ଏବେ ସମ୍ମତ ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉପଯୁକ୍ତ। ସେଥିରେ ସେ ତାହାଙ୍କ କଥାରେ ସମ୍ମତ ହେଲେ। ଯେତେବେଳେ ଯୋହନ ଜର୍ଦ୍ଦନ ନଦୀରେ ଲୋକମାନଙ୍କୁ ମନ ପରିବର୍ତ୍ତନର ବାପ୍ତିସ୍ମ ଦେଉଥିଲେ, ସେତେବେଳେ ପ୍ରଭୁ ଯୀଶୁ ଜଳରେ ବାପ୍ତିସ୍ମ ନେବା ନିମନ୍ତେ ତାଙ୍କ ନିକଟକୁ ଆସିଲେ। ମାତ୍ର ସେ ଯେ ପବିତ୍ର ଈଶ୍ୱର ପୁତ୍ର, ତାହାଙ୍କ ଠାରେ ମନ ପରିବର୍ତ୍ତନ କରିବାର ଭଳି କୌଣସି ବିଷୟ ନଥିଲା, କାରଣ ସେ ପାପ ଜ୍ଞାତ ନଥିଲେ। ତାହାଙ୍କ ଠାରେ ପାପର ରେଶ ମାତ୍ର ନଥିଲା, ଆଉ ସେ ପାପ କଲେ ନାହିଁ। ଏପରିକି ନିନ୍ଦା ପାଇବା ସମୟରେ ଫେରି ନିନ୍ଦା କଲେ ନାହିଁ। ମନୁଷ୍ୟର ପରିତ୍ରାଣ ନିମନ୍ତେ ସେ ଆପଣାକୁ କ୍ରୁଶରେ ବଳିଦାନ କଲେ। ତେବେ ଯୀଶୁ ବାପ୍ତିସ୍ମ ନେବାକୁ ଯୋହନ ତାହାଙ୍କୁ ନିବାରଣ କରିବାକୁ ଚେଷ୍ଟା କଲେ, କିନ୍ତୁ ପ୍ରଭୁ ଯୀଶୁ ତାଙ୍କୁ ଉତ୍ତର ଦେଲେ, ଏବେ ସମ୍ମତ ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉପଯୁକ୍ତ। ଈଶ୍ୱର ଧାର୍ମିକ ଓ ନ୍ୟାୟବାନ ଅଟନ୍ତି। ସେ କୌଣସି ଦୋଷୀକୁ କୌଣସି ପ୍ରକାରେ ନିର୍ଦ୍ଦୋଷ କରନ୍ତି ନାହିଁ, ମାତ୍ର ତାର ପାପର ଦଣ୍ଡ ତାହାକୁ ନିଶ୍ଚିତ ରୂପେ ଦିଅନ୍ତି। ଯେଉଁ ଦଣ୍ଡ ନର୍କ ଅଟେ, ଏହାକୁ ଦ୍ୱିତୀୟ ମୃତ୍ୟୁ ବୋଲି ମଧ୍ୟ କୁହାଯାଏ। ପ୍ରଭୁ ଯୀଶୁ ଜଳରେ ନିମଜ୍ଜିତ ହେବା ମନୁଷ୍ୟ ନିମନ୍ତେ କ୍ରୁଶରେ ମରିବାର ସଦୃଶ୍ୟ ଅଟେ, ତଥା ଜଳରୁ ଉଠି ଆସିବା ତାହାଙ୍କ ପୁନରୁତ୍ଥାନର ସାଦୃଶ୍ୟ। ଯିଏ କି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରେ, ସେ ବିଶ୍ୱାସ କରେ ଯେ ଖ୍ରୀଷ୍ଟ ମୋ ନିମନ୍ତେ ମୋ ବଦଳରେ କ୍ରୁଶରେ ଦଣ୍ଡ ଭୋଗିଲେ। ଏଥିଯୋଗୁଁ ସେହି ଧାର୍ମିକ ଈଶ୍ୱର ବିଶ୍ୱାସକାରୀର ପାପ କ୍ଷମା କରନ୍ତି, କାରଣ ତାହାର ଦଣ୍ଡ ପ୍ରଭୁ ଯୀଶୁଖ୍ରୀଷ୍ଟ ଭୋଗ କରି ସାରିଛନ୍ତି। ତେଣୁ ଧାର୍ମିକ ଈଶ୍ୱର ଦ୍ୱିତୀୟ ଥର ସେହି ବ୍ୟକ୍ତିକୁ ଦଣ୍ଡ ଦେଇ ଆପଣ ଧାର୍ମିକତାକୁ ନଷ୍ଟ କରିବେ ନାହିଁ। ଯେଉଁ ପ୍ରଭୁ ଆପଣଙ୍କ ପାଇଁ ନିଜକୁ ଦେଲେ, ତାହାଙ୍କୁ ଆପଣଙ୍କ ହୃଦୟ ଦେବେ କି?